ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀ ଭୂଗୋଳ ବହିର ସପ୍ତମ ଅଧ୍ୟାୟ ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ ବିଷୟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ। କ. ଭାରତର ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ। ଉତ୍ତର, ଭାରତକୁ 4 ଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି, ଯଥା ଉତ୍ତରସ୍ଥ ହିମାଳୟ ପର୍ବତମାଳା, ଉତ୍ତର ଭାରତର ସମତଳ ଭୂମି, ଦକ୍ଷିଣ ଭାରତର ମାଳଭୂମି ଓ ଉପକୂଳବର୍ତ୍ତୀ ସମତଳ ଭୂମି। ଖ ନମ୍ବର, ଭାରତର 7ଟି ଦେଶ ସହ ସ୍ଥଳ ସୀମାରେଖା ଲାଗି ରହିଛି, ସେଗୁଡ଼ିକର ନାମ ଲେଖ। ଉତ୍ତର, ଭାରତର ଯେଉଁ 7ଟି ଦେଶ ସହ ସ୍ଥଳ ସୀମାରେଖା ଲାଗି ରହିଛି ସେଗୁଡ଼ିକ ହେଲା ଚୀନ, ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ। ଗ ନମ୍ବର, ଭାରତର କେଉଁ ମୁଖ୍ୟ ନଦୀ 2ଟି ଆରବ ସାଗରରେ ପଡ଼ିଛନ୍ତି? ଉତ୍ତର, ଭାରତର ନର୍ମଦା ଓ ତାପ୍ତି ମୁଖ୍ୟ ନଦୀଦ୍ୱୟ ଆରବ ସାଗରରେ ପଡ଼ିଛନ୍ତି। ଘ ନମ୍ବର, ଗଙ୍ଗା ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ କ'ଣ? ଉତ୍ତର, ଗଙ୍ଗା ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ ହେଲା ସୁନ୍ଦରବନ ତ୍ରିକୋଣଭୂମି। ୱ ନମ୍ବର, ଭାରତରେ କେତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି? ଉତ୍ତର, ଭାରତରେ 28 ଗୋଟି ରାଜ୍ୟ ଓ 8 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ଚ ନମ୍ବର, ଉତ୍ତର ଭାରତ ସମତଳ ଅଞ୍ଚଳରେ ଅଧିକ ଜନସଂଖ୍ୟାର କାରଣ କ'ଣ? ଉତ୍ତର, ଉତ୍ତର ଭାରତ ସମତଳ ଅଞ୍ଚଳ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଓ ଏହାର ଉପନଦୀଗୁଡ଼ିକ ଦ୍ୱାରା ସଞ୍ଚିତ ପଟୁମାଟିରେ ଗଠିତ ହୋଇଥିବାରୁ ଅଧିକ ଉର୍ବର ଓ କୃଷି ଉପଯୋଗୀ, ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ। 2 ନମ୍ବର, ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। କ. ହିମାଳୟ ଅନ୍ତର୍ଗତ ଦକ୍ଷିଣତମ ପର୍ବତ ଶ୍ରେଣୀର ନାମ ଶିୱାଲିକ। ଖ ନମ୍ବର, ସହ୍ୟାଦ୍ରିର ଅନ୍ୟ ନାମ ପଶ୍ଚିମଘାଟ। ଗ ନମ୍ବର, ପକ୍ ପ୍ରଣାଳୀ 2 ପାର୍ଶ୍ୱରେ ଥିବା ଦେଶର ନାମ ଭାରତ ଓ ଶ୍ରୀଲଙ୍କା। ଘ ନମ୍ବର, ଆରବ ସାଗରରେ ଅବସ୍ଥିତ ଭାରତୀୟ ଦ୍ୱୀପର ନାମ ଲାକ୍ଷାଦ୍ୱୀପ। ୱ ନମ୍ବର, ଭାରତର ସର୍ବପୁରାତନ ପର୍ବତଶ୍ରେଣୀ ଆରାବଳୀ। 3 ନମ୍ବର, ଶୂନ୍ୟସ୍ଥାନ ପୂରଣ କର। କ. ଭାରତର କ୍ଷେତ୍ରଫଳ ପ୍ରାୟ ଡ୍ୟାଶ ବର୍ଗ କିଲୋମିଟର 3.28 ନିୟୁତ ବର୍ଗ କିଲୋମିଟର। ଉଚ୍ଚ ହିମାଳୟର ଅନ୍ୟ ନାମ ହିମାଦ୍ରି। ଗ ନମ୍ବର, କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ ରାଜସ୍ଥାନ। ଘ ନମ୍ବର, ମହାନଦୀ ବଙ୍ଗୋପସାଗରରେ ପଡ଼ିଛି। ୱ ନମ୍ବର, ଭାରତର ମଧ୍ୟଭାଗ ଦେଇ ଯାଇଥିବା ଅକ୍ଷାଂଶ କର୍କଟ କ୍ରାନ୍ତି ଅଟେ। ପିଲାମାନେ, ତୁମକୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ।